କେଉଁ ଗୁମ୍ଫାରେ ଅନେକ ସୈନିକ ଅଛନ୍ତି, କିନ୍ତୁ ବାହାରେ ନିଆଁ ଲାଗିଲେ ବି ଗୁମ୍ଫାରେ ଶୋଇକି ରୁହନ୍ତି? ଏହାର ଉତ୍ତର ହେଉଛି ଦିଆସିଲି। ପରବର୍ତ୍ତୀ ପ୍ରଶ୍ନ। ହାତ ଅଛି, ମୁହଁ ଅଛି, କିନ୍ତୁ କିଛି ଧରିପାରେ ନାହିଁ କିମ୍ବା ହସିପାରେ ନାହିଁ। ଏହାର ଉତ୍ତର ହେଉଛି ଘଣ୍ଟା। ପରବର୍ତ୍ତୀ ପ୍ରଶ୍ନ। ଏହା ତୁମର, କିନ୍ତୁ ତୁମର ସାଙ୍ଗମାନେ ଏହାକୁ ଅଧିକ ବ୍ୟବହାର କରନ୍ତି। ଏହା କ'ଣ? ଏହା ହେଉଛି ତୁମର ନାମ। ପରବର୍ତ୍ତୀ ପ୍ରଶ୍ନ। ଯଦି ତୁମେ ମୋତେ ରଖିବ ନାହିଁ, ମୁଁ ଭାଙ୍ଗିଯିବି। ମୁଁ କ'ଣ? ଏହାର ଉତ୍ତର ହେଉଛି ଦେଇଥିବା କଥା। ପରବର୍ତ୍ତୀ ପ୍ରଶ୍ନ। ଅଭିଧାନରେ କେବଳ ଗୋଟିଏ ଶବ୍ଦ ଅଛି ଯାହା ଭୁଲ ଅଟେ। ଏହା କ'ଣ? ଏହା ହେଉଛି ରଙ୍ଗ ବା ଭୁଲ। ପରବର୍ତ୍ତୀ ପ୍ରଶ୍ନ। ମୋର ଲାଞ୍ଜ ଏବଂ ମୁଣ୍ଡ ଅଛି, କିନ୍ତୁ ଶରୀର ନାହିଁ। ମୁଁ କ'ଣ? ମୁଁ ଗୋଟିଏ ମୁଦ୍ରା ବା କଏନ୍। ପରବର୍ତ୍ତୀ ପ୍ରଶ୍ନ। ମୋର ଗୋଟିଏ ଆଖି, କିନ୍ତୁ ମୁଁ କିଛି ଦେଖିପାରେ ନାହିଁ। ମୁଁ କ'ଣ? ମୁଁ ହେଉଛି ଗୋଟିଏ ଛୁଞ୍ଚି। ପରବର୍ତ୍ତୀ ପ୍ରଶ୍ନ। ମୁଁ ଏତେ ସରଳ ଯେ ମୁଁ କେବଳ ସୂଚାଇ ପାରେ, କିନ୍ତୁ ମୁଁ ସମଗ୍ର ବିଶ୍ୱରେ ଲୋକଙ୍କୁ ମାର୍ଗଦର୍ଶନ କରେ। ଏହାର ଉତ୍ତର ହେଉଛି କମ୍ପାସ। ପରବର୍ତ୍ତୀ ପ୍ରଶ୍ନ। ଫ୍ରାନ୍ସରେ କ୍ୟାପିଟାଲ କ'ଣ? ଏହାର ଉତ୍ତର ହେଉଛି ଅକ୍ଷର ଏଫ୍। ପରବର୍ତ୍ତୀ ପ୍ରଶ୍ନ। କେଉଁଥିରେ କିସ୍ ଅଛି, କିନ୍ତୁ ଲକ୍ ଖୋଲିପାରିବ ନାହିଁ? ଏହାର ଉତ୍ତର ହେଉଛି ପିଆନୋ। ପରବର୍ତ୍ତୀ ପ୍ରଶ୍ନ। କ'ଣ ତୁମକୁ ଧରିପାରିବ କିନ୍ତୁ ଛାଡ଼ିପାରିବ ନାହିଁ? ଏହାର ଉତ୍ତର ହେଉଛି ଥଣ୍ଡା। ପରବର୍ତ୍ତୀ ପ୍ରଶ୍ନ। ଯିଏ ସାରା ବିଶ୍ୱ ଭ୍ରମଣ କରେ ସେ ଏକ କୋଣରେ ରହେ। ତାହା କ'ଣ ଅଟେ? ତାହା ହେଉଛି ଏକ ଷ୍ଟାମ୍ପ। ପରବର୍ତ୍ତୀ ପ୍ରଶ୍ନ। କ'ଣ ତଳକୁ ଆସେ କିନ୍ତୁ କେବେ ଉପରକୁ ଯାଏ ନାହିଁ? ତାହାର ଉତ୍ତର ହେଉଛି ବର୍ଷା। ପରବର୍ତ୍ତୀ ପ୍ରଶ୍ନ। ମୁଁ ଗୋଟିଏ କୋଠରୀ ପୂରଣ କରିପାରିବି, କିନ୍ତୁ ମୁଁ କୌଣସି ଜାଗା ନିଏ ନାହିଁ। ମୁଁ କ'ଣ? ଏହାର ଉତ୍ତର ହେଉଛି ଆଲୋକ। ପରବର୍ତ୍ତୀ ପ୍ରଶ୍ନ। ମୁଁ ଅନେକ ଗର୍ତ୍ତରେ ପରିପୂର୍ଣ୍ଣ, କିନ୍ତୁ ତଥାପି ଜଳ ଧାରଣ କରେ। ମୁଁ କ'ଣ ଅଟେ? ଏହାର ଉତ୍ତର ହେଉଛି ସ୍ପଞ୍ଜ। ପରବର୍ତ୍ତୀ ପ୍ରଶ୍ନ।
କେଉଁ ଶବ୍ଦ ଇରୁ ଆରମ୍ଭ ହୋଇ ଇ ସହିତ ଶେଷ ହୁଏ କିନ୍ତୁ ସେଥିରେ ଗୋଟିଏ ଲେଟର ଅଛି? ଏହାର ଉତ୍ତର ହେଉଛି ଏନଭଲପ ବା ଲଫାଫା। ପରବର୍ତ୍ତୀ ପ୍ରଶ୍ନ। କେଉଁଥିରେ ଅନେକ ରିଙ୍ଗ ଅଛି କିନ୍ତୁ ଆଙ୍ଗୁଠି ନାହିଁ? ଏହାର ଉତ୍ତର ହେଉଛି ଟେଲିଫୋନ। ପରବର୍ତ୍ତୀ ପ୍ରଶ୍ନ। ଯଦି ତୁମେ ମୋତେ ଛାଡ଼ିଦିଅ ମୁଁ ନିଶ୍ଚିତ ଭାଙ୍ଗିଯିବି କିନ୍ତୁ ଅନେଇ ହସିଲେ ମୁଁ ପୁଣି ହସିବି, ମୁଁ କ'ଣ? ଏହାର ଉତ୍ତର ହେଉଛି ଦର୍ପଣ ବା ଆଇନା। ପରବର୍ତ୍ତୀ ପ୍ରଶ୍ନ। ମୋର ସହର ଅଛି କିନ୍ତୁ ଘର ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ପାଣି ଅଛି କିନ୍ତୁ ମାଛ ନାହିଁ, ମୁଁ କ'ଣ? ଏହାର ଉତ୍ତର ହେଉଛି ଗ୍ଲୋବ। ପରବର୍ତ୍ତୀ ପ୍ରଶ୍ନ। କେଉଁ ପ୍ରକାରର ରୁମ୍ରେ କବାଟ କିମ୍ବା ଝରକା ନାହିଁ? ଏହାର ଉତ୍ତର ହେଉଛି ମସରୁମ୍ ବା ଛତୁ। ପରବର୍ତ୍ତୀ ପ୍ରଶ୍ନ। କାହାର ବେକ ଅଛି କିନ୍ତୁ ମୁଣ୍ଡ ନାହିଁ? ଏହାର ଉତ୍ତର ହେଉଛି ବୋତଲ। ପରବର୍ତ୍ତୀ ପ୍ରଶ୍ନ। କ'ଣ ଟିରୁ ଆରମ୍ଭ ହୁଏ, ଟି ସହିତ ସମାପ୍ତ ହୁଏ ଏବଂ ଏଥିରେ ଟି ଅଛି? ଏହାର ଉତ୍ତର ହେଉଛି ଟିପଟ୍। ପରବର୍ତ୍ତୀ ପ୍ରଶ୍ନ। କାହାର ଦାନ୍ତ ଅଛି କିନ୍ତୁ କାମୁଡ଼ି ପାରିବ ନାହିଁ? ଏହାର ଉତ୍ତର ହେଉଛି ପାନିଆ। ପରବର୍ତ୍ତୀ ପ୍ରଶ୍ନ। କ'ଣ ଉପର ଓ ତଳକୁ ଯାଏ କିନ୍ତୁ ଗତି କରେ ନାହିଁ? ଏହାର ଉତ୍ତର ହେଉଛି ପାହାଚ। ପରବର୍ତ୍ତୀ ପ୍ରଶ୍ନ। କେଉଁ ମାସରେ 28 ଦିନ ଥାଏ? ଏହାର ଉତ୍ତର ହେଉଛି ସବୁ ମାସରେ 28 ଦିନ ଥାଏ। ପରବର୍ତ୍ତୀ ପ୍ରଶ୍ନ। କେଉଁ ପ୍ରଶ୍ନର ଉତ୍ତର କେବେ ବି ହଁ ବୋଲି ଉତ୍ତର ଦେଇପାରିବେ ନାହିଁ? ଏହାର ଉତ୍ତର ହେଉଛି ଆପଣ ଏ ପର୍ଯ୍ୟନ୍ତ ଶୋଇଛନ୍ତି କି?